ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସର୍ବପ୍ରଥମେ ଜଗତପତି ବଳିୟାର ଭୁଜ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣ ତଳେ ମୋର ଭୂମିଷ୍ଠ ପ୍ରଣାମ। ମୁଁ ଜ୍ୟୋତିର୍ବିଦ ମାନସ ମହାପାତ୍ର ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟବସ୍ତୁ ବିଳମ୍ବ ବିବାହର ପ୍ରତିକାର। କେଉଁ କେଉଁ ନୀତି ନିୟମ ଅବଲମ୍ବନ କଲେ ଆପଣଙ୍କ ଶୀଘ୍ର ବିବାହରେ ହେବ। ପ୍ରଥମ ଦେଖିବା ଗୁରୁବାର ଦିନ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ହଳଦିଆ ଫୁଲ ଫଳ ନେଇ ତାଙ୍କ ମନ୍ଦିରରେ ପୂଜା କରନ୍ତୁ, କିମ୍ବା ଲକ୍ଷ୍ମୀ ନାରାୟଣ ମନ୍ଦିରରେ ବା ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ହଳଦିଆ ଫୁଲ ଫଳ ନେଇ ପୂଜା କରନ୍ତୁ। ଗୁରୁବାର ଦିନ ହଳଦିଆ ରୁମାଲ ବ୍ୟବହାର କରନ୍ତୁ। କଦଳୀ ଗଛ ଉପରେ ହଳଦୀ ପାଣି ଢାଳନ୍ତୁ। କଦଳୀ ଗଛ ମଧ୍ୟ ପୂଜା କରନ୍ତୁ। ଶିକ୍ଷା ଗୁରୁ ଜେଜେବାପା ଆଙ୍କର ପାଦ ସ୍ପର୍ଶ କରି ମୁଣ୍ଡିଆ ମାରନ୍ତୁ। ଗୁରୁବାର ଦିନ ଗ୍ରହ ବିପ୍ରର ଅର୍ଥ ହେଉଛି ବ୍ରାହ୍ମଣ। ଗ୍ରହ ବିପ୍ର କହିଲେ ଜ୍ୟୋତିଷଙ୍କୁ କହନ୍ତି ଗ୍ରହ ବିପ୍ର, ଯାହାକି ଶାମ୍ବ ପୁରାଣରେ ପ୍ରମାଣ ରହିଛି ଯେ ଶାକ୍ୟଦୀପ ବ୍ରାହ୍ମଣ ବୋଲି, ବା ପରାଶର ସଂହିତା 211 ପୃଷ୍ଠା ଲେଖାଯାଇଛି ଯେ ଗ୍ରହରୂପୀ ପରମେଷ୍ଟି, ଗ୍ରହରୂପୀ ଜନାର୍ଦ୍ଦନ, ଗ୍ରହରୂପୀ ମହେଶାଦି, ଗ୍ରହ ବିପ୍ର ନମଃ ସଦା। ଯେ କି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏମାନେ ଗ୍ରହରୂପୀ ହେତୁ ଗ୍ରହ ବିପ୍ର ବା ଜ୍ୟୋତିଷ ମାନେ ସମସ୍ତଙ୍କର ନମସ୍କାର ଯୋଗ୍ୟ ଅଟନ୍ତି। ପରାଶର ସଂହିତା 211 ନମ୍ବର ପୃଷ୍ଠାରେ ଲେଖାଯାଇଛି। ଜ୍ୟୋତିଷଙ୍କୁ ଗୁରୁବାର ଦିନ, ଶୁକ୍ଳପକ୍ଷ ଗୁରୁବାର ହେଲେ ଅଧିକା ଭଲ, ହଳଦିଆ ଫୁଲ, ଗେଣ୍ଡୁ ଫୁଲ 16ଟା, ଖଣ୍ଡ ହଳଦୀ 16 ଖଣ୍ଡ, ଚଣା ଡାଲି 16 ଆଞ୍ଜୁଳା, ହଳଦିଆ ବସ୍ତ୍ର, ଟଙ୍କା, ପାଚିଲା କଦଳୀ 16ଟା, ପାଚିଲା କଖାରୁ ଦାନ କରନ୍ତୁ। ସେମିତି ଶୁକ୍ରବାର କ'ଣ କରିବେ? ଧଳା ରୁମାଲ ବ୍ୟବହାର କରିବେ। ଗାଈକି ଅରୁଆ ଭାତ, ଆଳୁ ଚକଟା କିମ୍ବା ଦୁବ ଘାସ ଖୁଆଇବେ। ଯଦି କାହା ବାହାଘରରେ ଯାଇଛନ୍ତି, ବଳକା ମେହେନ୍ଦି ବା କୁଙ୍କୁମ ବରକନ୍ୟାଙ୍କର ନିଜ ହାତରେ ଫୁଲଟି କରନ୍ତୁ। ବରକନ୍ୟାଙ୍କ ପାଖରେ ଏଭଳି ଠିଆ ହେଇଥିବେ ଯେ ତାଙ୍କ ଉପରେ ପଡ଼ୁଥିବା ଅକ୍ଷତ ଯେ ନିଜ ଉପରେ ଛିଟକିକି ପଡ଼େ। ଘରର ମୁଖିଆ ଲୋକ ଧଳା ଠେକୁଆ ପାଳିବେ। ସେ ଠେକୁଆକୁ ଅବିବାହିତ ପୁଅ ବା ଝିଅ ଦୁବ ଘାସ ଖୁଆଇବ ବା ଘାସ, ସବୁଜ ରଙ୍ଗର ଘାସ ଖୁଆଇବ। ଅବିବାହିତ ପୁଅ ବା ଝିଅ ଘରର ବାୟବ୍ୟ କୋଣରେ ଶୋଇବ। ବାୟବ୍ୟ କୋଣ କାହା କହନ୍ତି ନା ଉତ୍ତର ଏବଂ ପଶ୍ଚିମ ମିଶିଗଲେ ଯେଉଁ କୋଣଟି ବାହାରେ ତାକୁ କହନ୍ତି ବାୟବ୍ୟ କୋଣ। ପୁନଶ୍ଚ ଏକ ଶୁକ୍ଳପକ୍ଷ ପ୍ରଥମ ଗୁରୁବାର 700 ଗ୍ରାମ ଗୁଡ଼, 7ଟି ପାଚିଲା କଦଳୀ, ଗୋଟିଏ ନଡ଼ିଆ ନେଇ ନଦୀ କୂଳକୁ ଯିବେ। ନଦୀରେ ଗାଧୋଇ ସାରିଲା ପରେ ନଡ଼ିଆଟିକୁ ମୁଣ୍ଡ ଚାରିପଟେ 7 ଥର ବୁଲାଇ ଚଳନ୍ତା ପାଣିରେ, ଅର୍ଥାତ୍ ପାଣି ଯେଉଁ ଆଡ଼କୁ ଗଡ଼ୁଛି ବା ଚାଲୁଛି ସେଇ ଆଡ଼କୁ ଭସେଇ ଦେବେ। ନଡ଼ିଆ ଯେମିତି ନିଜ ଆଡ଼କୁ ରିଟର୍ନ ନ ଆସେ। ବଳକା 7ଟି ପାଚିଲା କଦଳୀ ଏବଂ 700 ଗ୍ରାମ ଗୁଡ଼କୁ ସେଥିରୁ ଗୋଟିଏ ପାଚିଲା କଦଳୀ ଆଉ କିଛି ଗୁଡ଼ ଏକ କଦଳୀ ପତ୍ରରେ ନେଇ ଚନ୍ଦ୍ରଙ୍କୁ ଅର୍ପଣ କରନ୍ତୁ। ତାପରେ ଗୋଟିଏ କଦଳୀ ନେଇକି, ତାପରେ ନେକ୍ସଟ ପୁଣି ଆଉ ଗୋଟେ କଦଳୀ ନେଇକି ଆଉ କିଛି ଗୁଡ଼ ନେଇକି ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ତାପରେ ଅଇଁଠା ନକରି କିଛି ଗୁଡ଼ ଖାଆନ୍ତୁ। ବଳକା ଗୁଡ଼ ଏବଂ 5ଟା କଦଳୀକୁ ନେଇ କାହାକୁ ନା ଗାଈକି ଖୁଆନ୍ତୁ। ମହାଦେବ ମନ୍ଦିରରେ
କ୍ଷୀରରେ ପାଣି ମିଶାଇ ଶିବଙ୍କ ଉପରେ ଢାଳନ୍ତୁ। ଓಂ ସୋମେଶ୍ୱରାୟ ନମଃ 37ଟି ସୋମବାର। ନିଶ୍ଚିନ୍ତ ରୂପେ ଆପଣଙ୍କ ବିବାହ ଶୀଘ୍ର ହେଇଯିବ। ବିବାହ ସ୍ଥାନ ଯେ ଜାତକରେ ସପ୍ତମ ସ୍ଥାନକୁ କୁହାଯାଏ। ବିବାହ, ବାଣିଜ୍ୟ, ବ୍ୟବସାୟର ସ୍ଥାନ, ମାର୍କର ସ୍ଥାନ ବା ଭ୍ରମଣର ସ୍ଥାନ। ସେ ସ୍ଥାନରେ ଗ୍ରହ କେତେ ବଳବାନ ଅଛନ୍ତି? ଉଚ୍ଚସ୍ଥ ନା ନିଚସ୍ଥ? ମିତ୍ରଗୃହୀ ନା ଶତ୍ରୁଗୃହୀ? ମିତ୍ର ନବାଂଶସ୍ଥ ନା ଶତ୍ରୁ ନବାଂଶସ୍ଥ? ଉଚ୍ଚ ନବାଂଶସ୍ଥ ନା ନିଚ ନବାଂଶସ୍ଥ? 0 ରୁ 6 ଡିଗ୍ରୀ ଭିତରେ ନା 24 ରୁ 30 ଡିଗ୍ରୀ ଭିତରେ? ସମ୍ପୂର୍ଣ୍ଣ ରୂପେ ଆଲୋଚନା କଲେ ଜାତକରୁ ଜଣା ପଡ଼ିବ ଗ୍ରହ କେତେ ବଳବାନ ଅଛନ୍ତି। କେଉଁ ପ୍ରକାରର ଆପଣ ସ୍ୱାମୀ ଲାଭ କରିବେ, ବର ଲାଭ କରିବେ? ଯଦି ଜାତକରେ ଆପଣଙ୍କର ରବି ବଳବାନ ଥାନ୍ତି, ହୁଏତ ପାଠ କହୁଛି ଯେ ରବି ହେଉଛନ୍ତି ଜଣେ ରାଜନୀତିକାରକ ଗ୍ରହ, ପଲିଟିସିଆନ। ତେଣୁକରି ହୁଏତ ସରପଞ୍ଚ ବା ଶାସନ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ସହିତ ବିବାହ ହୋଇପାରେ। ସେ ମଧ୍ୟ ସରକାରୀ ଚାକିରିର ମଧ୍ୟ ଗ୍ରହ, ରେଞ୍ଜର ହଉ, ତା ସହିତ ସରକାରୀ ବିଭିନ୍ନ ପ୍ରକାର ସରକାରୀ କାର୍ଯ୍ୟରେ ମଧ୍ୟ କାର୍ଯ୍ୟରତ ବ୍ୟକ୍ତି ସହିତ ବିବାହ ହୋଇପାରେ। ରବି ହେଉଛନ୍ତି କ'ଣ ନା ସରକାରୀ ଚାକିରିର ଗ୍ରହ। ସେମିତି ଚନ୍ଦ୍ର ଥିଲେ କ୍ଷୀରନୀର ଔଷଧ, ଯେ କି ପାଠ କହୁଛି ଯେ କି ହୁଏତ ମେରାଇନ୍ ଇଞ୍ଜିନିୟର ହେଇଥାଇପାରେ, ବଡ଼ ଗାଈ ଫାର୍ମ ତାଙ୍କର ଥାଇପାରେ, କିମ୍ବା ଆଇସ୍କ୍ରିମ୍ ଫ୍ୟାକ୍ଟ୍ରି ହୋଇଥାଇପାରେ। ମଙ୍ଗଳ ଥିଲେ ପ୍ରତିରକ୍ଷା ବିଭାଗ, ଇଲେକ୍ଟ୍ରିକାଲ ଇଞ୍ଜିନିୟର କିମ୍ବା ପ୍ରତିରକ୍ଷା ବିଭାଗ। ବୁଧ ଥିଲେ ବ୍ୟାଙ୍କ ପିଓ, ବ୍ୟାଙ୍କ ମ୍ୟାନେଜର, ବ୍ୟାଙ୍କ ଏମ୍ପ୍ଲୟି, କିମ୍ବା ଗଣିତ ଶିକ୍ଷକ ବା ବିଜ୍ଞାନ ଶିକ୍ଷକ। ସେମିତି ଯଦି ଥାନ୍ତି ବୃହସ୍ପତି ଥାନ୍ତି, ତାହେଲେ କୋର୍ଟ କଚେରୀ କାର୍ଯ୍ୟ କିମ୍ବା ଟିଚିଂ ଲାଇନର କାର୍ଯ୍ୟ ଶିକ୍ଷକ ବି ହେଇଥାଇପାରନ୍ତି। ଶୁକ୍ର ଥିଲେ ଗୀତ, ବାଦ୍ୟ, ନୃତ୍ୟ, ଚିତ୍ର ଆଙ୍କିବା ଭଳି କଳା ବିଦ୍ୟା କିମ୍ବା ଟିଚିଂ ଲାଇନ୍, ଇଞ୍ଜିନିୟରିଂ ଲାଇନ୍, ଗାଡ଼ି ବିଜନେସ୍ ଶୁକ୍ରଙ୍କର। ଶନିଙ୍କର ସେମିତି ଲୁହା, କାଠ, ପଥର, ଗୋଡ଼ି, ବାଲି, ସିମେଣ୍ଟ, ରଙ୍ଗ, କଣ୍ଟା ଇତ୍ୟାଦି ଦ୍ୱାରା ଜଡ଼ିତ କାର୍ଯ୍ୟ। ବଡ଼ କଣ୍ଟ୍ରାକ୍ଟର, ବହୁ ବସ୍ ବା ଟ୍ରକର ମାଲିକ କିମ୍ବା ମେକାନିକାଲ ଇଞ୍ଜିନିୟର, ଏଇ ଟାଇପ୍ର କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ଆପଣଙ୍କୁ ମିଳିପାରେ। ଯଦି ରାହୁ ଥାନ୍ତି ସଫ୍ଟୱେୟାର ଇଞ୍ଜିନିୟର, ସୁଧ ବୁଧ ଲଗାଉଥିବା ବ୍ୟକ୍ତି ସହିତ ବିବାହ ହୋଇପାରେ। ଯଦି କେତୁ ଥାନ୍ତି ତନ୍ତ୍ର, ମନ୍ତ୍ର, ଯନ୍ତ୍ର ଇତ୍ୟାଦି ଦ୍ୱାରା ଜଡ଼ିତ କାର୍ଯ୍ୟ, ସେଇଭଳି ବ୍ୟକ୍ତି ସହିତ ଆପଣଙ୍କର ବିବାହ ହୋଇପାରେ। ଅଧିକ ଜାଣିବା ପାଇଁ ମୋର ଯୋଗାଯୋଗ ନମ୍ବର 9348102129। ଏ ନମ୍ବରରେ ମୋ ସହିତ ଯୋଗାଯୋଗ କରନ୍ତୁ। ମୋ ନାଁ ମାନସ ମହାପାତ୍ର। ଫୋନ୍ କରିବା ସମୟ ସନ୍ଧ୍ୟା 7ଟାରୁ ରାତି 9:30 ମଧ୍ୟରେ ଫୋନ୍ କରିବେ। ତଥାପି ଅତି ଏମର୍ଜେନ୍ସି ଥିଲେ ଆପଣ ଦିନ ଟାଇମରେ ଫୋନ୍ କରିପାରନ୍ତି। ଇଏ ହେଉଛି ଆଜିର ବିଷୟବସ୍ତୁ ଥିଲା। ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ ଜଣେଇବେ କେମିତି ଲାଗିଲା ଭିଡ଼ିଓଟି। ମୁଁ ରହିଲି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।